ମୁଁ 600 ରୁ 555 ମାର୍କ ରଖିଛି, ଯୋଉଟା କି 92.5% ଅଛି। ଦିନକୁ 10 ଘଣ୍ଟା ପ୍ଲସ୍ ପରିଶ୍ରମ କରେ ସବୁବେଳେ। ବହୁତ ଖୁସି। ସେ ବହୁତ ପରିଶ୍ରମ କରିଛି। ତା ପରିଶ୍ରମର ଫଳ ଆଜି ମିଳିଛି ତାକୁ। ଆଜି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି, ଯାହାକି ଆଶା ଆଶଙ୍କାରେ ଯେତେବେଳେ ଛାତ୍ରଛାତ୍ରୀ ଥିଲେ ଆଜି ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି। କିନ୍ତୁ ଆମେ ଆଜି ଅଛୁ ଅସ୍ତରଙ୍ଗ ବ୍ଲକ କୁଣ୍ଢେଶ୍ୱର ଗ୍ରାମର ଜଣେ ଦିବ୍ୟାଙ୍କ ଘରେ, ଯେ କି ଚୁଡ଼ି ବେପାର କରି ତାଙ୍କ ପରିବାର ଚଳାନ୍ତି। ତାଙ୍କର ଝିଅ 600 ମାର୍କରୁ 555 ମାର୍କ ରଖି A1 ଗ୍ରେଡ ପାଇଛି। ଇଏ ହେଲା ସେଇ ପିତାମାତା ଆମ ପାଖରେ ଅଛନ୍ତି, ଖୁସିର ମାହୋଲ ଚାଲିଛି। କିନ୍ତୁ ଗରିବଟିଏ ସେ ସମ୍ପୂର୍ଣ୍ଣ ଭାବରେ ଦିନ ରାତି ପରିଶ୍ରମ କରି ବାପା ମାଙ୍କର ସ୍ୱଳ୍ପ ରୋଜଗାରରେ ସେ ଆଜି 555 ମାର୍କ ରଖିଛି। ଆମେ ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଝିଅ, ତମ ନାଁ କଣ ରହିଛି ଆଉ କେତେ ଖୁସି? ତମ ନାଁ କଣ, ଘର କୋଉଠି? ମୋ ନାଁ ହଉଛି ଗାୟତ୍ରୀ ପାତ୍ର। ମୁଁ ଅସ୍ତରଙ୍ଗ ବ୍ଲକର କୁଣ୍ଡେଶ୍ୱର ଗ୍ରାମରେ ଗୋଟେ ଛୋଟ ପରିବାରରୁ ଆସିଛି। କଣ କହିବା, ଆଜି କେତେ ମାର୍କ ରଖିଛ, କେତେ ପରିଶ୍ରମ କର, କେମିତି ଲାଗୁଛି? ମୁଁ 600 ରୁ 555 ମାର୍କ ରଖିଛି, ଯୋଉଟା କି 92.5% ଅଛି। ବହୁତ ପରିଶ୍ରମ କର। ଦିନକୁ 10 ଘଣ୍ଟା ପ୍ଲସ୍ ପରିଶ୍ରମ କରେ ସବୁବେଳେ। ଆଉ ବହୁତ ଖୁସି ଅଛି। କୋଉଥିରେ କେତେ ମାର୍କ ରଖିଛି? ହାଏଷ୍ଟ ମାର୍କ କୋଉଥିରେ ଅଛି? ହାଏଷ୍ଟ ମାର୍କ ସଂସ୍କୃତରେ ଅଛି 98%। 98 ଅଛି। 98 ଅଛି। ମ୍ୟାଥରେ କେତେ ଅଛି? ମ୍ୟାଥରେ 96 ଅଛି। 96 ଅଛି। ନିଶ୍ଚିତ ଭାବେ ଆମେ କହିପାରିବା ଯେ କି ଝିଅ ସମ୍ପୂର୍ଣ୍ଣ ଭାବରେ ଖୁସି ଅଛି, କାରଣ ବାପା ଯେତେବେଳେ ଜଣେ ଚୁଡ଼ି ବ୍ୟବସାୟୀ, ଜଣେ ଦିବ୍ୟାଙ୍ଗ ଲୋକ, ସେ ପରିବାର ଚଳେଇବା ପାଇଁ ଅନେକ କଷ୍ଟ କରିଥାନ୍ତି। ସେଇ କଷ୍ଟ ଭିତରେ ଦୁଃଖର ଲାଘବ କରିବା ପାଇଁ ଝିଅ ପରିଶ୍ରମ, କଠିନ ପରିଶ୍ରମ କରିକିରି ଆଜି ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିଛି। 555 ମାର୍କ ମଧ୍ୟ ରଖିଛନ୍ତି, A1 ଗ୍ରେଡ ମଧ୍ୟ ପାଇଛନ୍ତି। ତାଙ୍କ ପାଖରେ ତାଙ୍କ ବାପା ଅଛନ୍ତି। ଆଜ୍ଞା, ଆପଣ କଣ କହିବେ? ଆପଣ ଜଣେ ଦିବ୍ୟାଙ୍ଗ ଲୋକ, ପରିବାର ଚଳେଇବା ପାଇଁ, ଝିଅକୁ ପାଠ ପଢେଇବା ପାଇଁ ଆପଣ ପରିଶ୍ରମ କରନ୍ତି, କେତେ ଖୁସି ଲାଗୁଛି? ଆଉ ଆପଣ କଣ କରନ୍ତି? ଆଜ୍ଞା, ମୁଁ ବହୁତ ଖୁସି ଅଛି। ମୋ ଝିଅର ରେଜଲ୍ଟ ଶୁଣି ବହୁତ ଖୁସି ଅଛି। ମୋ ଘର ହଉଛି ଅସ୍ତରଙ୍ଗ ବ୍ଲକର କୁଣ୍ଡେଶ୍ୱର ଗ୍ରାମରେ। ମୁଁ ଜଣେ ସାଧାରଣ ଛୋଟକାଟିଆ ଜଣେ ଚୁଡ଼ି ବ୍ୟବସାୟୀ। ସେଇଥିରେ ଯାହାକୁ ଇନକମ କରେ ସେଇଥିରେ ମୋ ପରିବାରକୁ ପୋଷଣ କରେ। କିନ୍ତୁ ମୁଁ ମୋର ବହୁତ ଗରିବ ଶ୍ରେଣୀର ପିଲା ଲୋକଟିଏ। ତେଣୁକରି ସେଇ ପରିଶ୍ରମ ଫଳରେ ମୁଁ ମୋ ଝିଅକୁ ଆଜି ପାଠ ପଢେଇ ମଣିଷ କରିଛି ବା ଭଲ ରେଜଲ୍ଟ ଶୁଣି ମତେ ବହୁତ ଖୁସି ଲାଗୁଛି। କଣ କହିବେ? ଆପଣ ମା ଅଛନ୍ତି, ଆଜି ଝିଅର ରେଜଲ୍ଟ ହେଇଛି, ପ୍ରକାଶ ପାଇଛି, ଝିଅ 555 ମାର୍କ ରଖିଛି, କଣ କହିବେ? ବହୁତ ଖୁସି। ସେ ବହୁତ ପରିଶ୍ରମ କରିଛି। ତା ପରିଶ୍ରମର ଫଳ ଆଜି ମିଳିଛି ତାକୁ। ମାଙ୍କ ଆଖିରୁ ମଧ୍ୟ ଲୁହ ଖସି ଯାଉଛି, ଖୁସିର ଲୁହ ଝଡି ଯାଉଛି। କଣ କହିବେ? ସେଠି କେତେ ପରିଶ୍ରମ ଲାଗେ? ରାତିରୁ ଝିଅ ପାଇଁ କଷ୍ଟ କରି ଉଠଉଥିବେ, କାରଣ ବାପା ଗୋଟେ ପଟେ ଗରିବ, ଝିଅର ପରିଶ୍ରମ। ବହୁତ ପରିଶ୍ରମ ଝିଅ କରିଛି। ମୁଁ ବି ତାକୁ ବହୁତ ମାନେ ଏନକରେଜ କରେ ପାଠ ପଢିବା ପାଇଁ, ସବୁବେଳେ ପାଇଁ ତାକୁ କୁହେ ତୁ ସବୁ ଚେଷ୍ଟା କର ପାଠ ପଢିବା ପାଇଁ। କଣ ହବ କଣ ନାହିଁ ତୁ ସେଗୁଡା କିଛି ଭାବେ ନା। ରେଜଲ୍ଟ କଣ ଭଲ ହବ କି ଖରାପ ହବ ସେଗୁଡା ତୁ ପାଠ ପଢି ଚାଲେ। ତତେ ତୋ ପରିଶ୍ରମର ଫଳ ନିଶ୍ଚିନ୍ତ ମିଳିବ। ନିଶ୍ଚିତ ଭାବେ ଆପଣ ଶୁଣୁଥିଲେ, ଯେତେବେଳେ ଝିଅଟିଏ ପରିଶ୍ରମ କରେ ବାପା ଆଉ ମା ତାଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ସବୁଠୁ ସଫଳତାର ଶୀର୍ଷରେ ଯେ କି ଦିନ ରାତି ପରିଶ୍ରମ କରନ୍ତି, ଯେ କି ଶିକ୍ଷକ ଆମ ପାଖରେ ମଧ୍ୟ ଉପସ୍ଥିତ ଅଛନ୍ତି, ଝିଅର ଶିକ୍ଷକ ଅଛନ୍ତି। ଆଜ୍ଞା, କଣ କହିବେ? ଆଜି ଆପଣଙ୍କ ଛାତ୍ରୀ ଜଣେ ବଢିଆ ରେଜଲ୍ଟ କରିଛି, ଯେ 555 ମାର୍କ ରଖିଛି, କେତେ ଖୁସି ଲାଗୁଛି ଆଉ କଣ ଏ ବିଷୟରେ କହିବେ? ବହୁତ ଏକ୍ସାଇଟମେଣ୍ଟ ଲାଗୁଛି। ଆମେ ଟିଚର ହିସାବରେ ଆମକୁ ବହୁତ ଗର୍ବ ବି ଲାଗୁଛି। ସେ ଆମ କୋଚିଂ ର ବହୁତ ଗୋଟେ ଗୋଲ୍ଡେନ କହିବାକୁ ଗଲେ। ଆଉ ସମସ୍ତେ 25 ଜଣ ପିଲାଙ୍କ ଭିତରେ ସେ ବହୁତ ବଢିଆ ମାର୍କ ରଖିଛି। ମୁଁ ବି ବହୁତ ଆଶ୍ଚର୍ଯ୍ୟ ଯେ ସେ ତା ବାପାଙ୍କର ଏତେ ଦେହ ଖରାପ ମଧ୍ୟ 10th କ୍ଲାସ ଭିତରେ ବି ତା ବାପାଙ୍କର ଏତେ ଦେହ ଖରାପ ହେଇଥିଲା। ଆମେ ବି ବହୁତ ଅନୁତପ୍ତ ହେଇଥିଲୁ। ତାଙ୍କ ବାପାଙ୍କର ମେଡିକାଲ ଆଡମିସନ ହେଇଥିଲା, ତାଙ୍କୁ ବି ଆମେ ଏନକରେଜ କରିଥିଲୁ, ତମେ ହୋପଲେସ୍ ହୁଅନି, ବାପାଙ୍କ ଦେହ ଭଲ ହେଇଯିବ, ଠାକୁରଙ୍କୁ ଆମେ ବି ଡାକିଥିଲୁ। ଆଉ ସେ ବି ବହୁତ ପରିଶ୍ରମ କରିଛି, ତା ପରିଶ୍ରମ ମୂଲ୍ୟ ହିଁ ପାଇଛି। ଆମକୁ ବି ମୁଁ ନିଜେ ମୋ ଅନୁଭବ ତା ବାବାଙ୍କର ଦେହ କଥା କହିକିରି ମାନେ ମୋର କଣ ମାନେ ମୋ ଦେହ କଣ ହେଇଯାଉଛି। ଗୋଟେ ପଟେ ପରିବାରର ଦୁଃଖ ଆଉ ଗରିବର ଶ୍ରେଣୀରେ ତାର ସଫଳତାର ଶୀର୍ଷରେ ପହଞ୍ଚନ୍ତି ଝିଅ। ସେ ଝିଅଙ୍କ କଣ କହିବେ? ଆଗକୁ କଣ ଲକ୍ଷ୍ୟ ରହିଛି, କଣ ହବ ପାଇଁ ଲକ୍ଷ୍ୟ ରହିଛି? ତ 555 ମାର୍କ ରଖିଛି, ଆଗକୁ ଏମ ଅଛି ଡକ୍ଟର ହେବା। ଗରିବ ଶ୍ରେଣୀରେ ଲୋକମାନେ ଯେମିତି ସବୁ ପଇସା ଅଭାବରୁ ସମସ୍ତେ ପଇସା ଅଭାବରୁ ସେବା ପାଇ ପାରୁନାହାନ୍ତି, ଲୋକମାନେ ରୋଗରେ ପଡି ରହୁଛନ୍ତି, ଭଲ ହେଇ ପାରୁନାହାନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଗୋଟେ ଭଲ ଡକ୍ଟର ହେଇକି ତାଙ୍କୁ ସାହାଯ୍ୟ କରିବାର ବହୁତ ଇଚ୍ଛା ଅଛି। ଯାହାକି ଆପଣ ଶୁଣୁଥିଲେ, ଗରିବର ଦୁଃଖ ଗରିବ ହିଁ ବୁଝିପାରେ। ସେ ନିଶ୍ଚିନ୍ତ ଆଶା ରଖିଛନ୍ତି, ଜୀବନ ଲକ୍ଷ୍ୟ ରଖିଛନ୍ତି, ଜଣେ ଭଲ ଡାକ୍ତର ହେବେ ଆଉ ଗରିବ ମାନଙ୍କର ସେବା କରିବେ। ପୁରୀ ଅସ୍ତରଙ୍ଗରୁ ପ୍ରକାଶ କୁମାର ବେହେରା, ଓଡ଼ିଶା ଭାସ୍କର।